ଆପଣଙ୍କ ହାତରେ ଯେ ମୋବାଇଲ ଅଛି ସେଇଟା କେବଳ ହ୍ୱାଟ୍ସଆପ୍ ଫେସବୁକ୍ ପାଇଁ ନୁହେଁ। ଏଇ ମୋବାଇଲ ଆପଣଙ୍କ ଇନକମ୍ ସୋର୍ସ ମଧ୍ୟ ହେଇପାରେ। କିନ୍ତୁ ପ୍ରଶ୍ନ ହେଉଛି ମୋବାଇଲରେ କେଉଁ ସ୍କିଲ୍ ଶିଖିଲେ ଆପଣ ଅର୍ନିଂ ଷ୍ଟାର୍ଟ କରିପାରିବେ। ଆଜି ମୁଁ ଆପଣଙ୍କୁ 5ଟି ପାୱାରଫୁଲ୍ ସ୍କିଲ୍ ବତେଇବି ଯେଉଁଥିରେ ଆପଣ ଘରେ ବସି ମୋବାଇଲ ବହୁତ ଭଲ ଭାବରେ ଅର୍ନିଂ କରିବେ ମୋବାଇଲରେ ଏବଂ ଶିଖିପାରିବେ ଆପଣ। ଠିକ୍ ଅଛି। ମୁଁ ବି ମଧ୍ୟ ଗୋଟେ ହାଉସ୍ ୱାଇଫ୍। ମୋ ପାଖରେ ଲ୍ୟାପଟପ୍ କିଛି ନଥିଲା, ଟାଇମ୍ ମଧ୍ୟ କମ୍ ଥିଲା, କିନ୍ତୁ ମୁଁ ମୋବାଇଲରେ ସ୍କିଲ୍ ଶିଖିଲି ଆଉ ଆଜି ମୁଁ ଅନଲାଇନ୍ ଇନକମ୍ ଜେନେରେଟ୍ କରିପାରୁଛି। ଠିକ୍ ଅଛି। ସେଥିପାଇଁ ଆଜି ମୁଁ ଆପଣଙ୍କୁ ସେଇ ପ୍ରାକ୍ଟିକାଲ ସ୍କିଲ୍ କହିବି ଯାହା ଆପଣ ଆଜିଠୁ ଷ୍ଟାର୍ଟ କରିପାରିବେ। ଓକେ। ତ ଗାଇଜ୍ ଦେଖନ୍ତୁ, ଫର୍ଷ୍ଟ ଜିନିଷ ହେଲା ଆପଣ ଜାଣିବା ଦରକାର ସ୍କିଲ୍ କ'ଣ କ'ଣ। ଠିକ୍ ଅଛି। ଆପଣମାନେ ଜାଣିଥିବେ ଆଜିକା ଡେଟ୍ରେ ବହୁତ କଣ୍ଟେଣ୍ଟ କ୍ରିଏସନ୍ ଶୁଣିଥିବେ ନାଁଟା କଣ୍ଟେଣ୍ଟ। ସବୁଠୁ ପାୱାରଫୁଲ୍ ସ୍କିଲ୍ ହେଉଛି କଣ୍ଟେଣ୍ଟ କ୍ରିଏସନ୍, ଯାହାକି ଆପଣ ଇନଷ୍ଟାଗ୍ରାମ ରିଲ୍ସ, ୟୁଟ୍ୟୁବ୍ ସର୍ଟସ୍, ଫେସବୁକ୍ ଭିଡ଼ିଓସ୍ ବନେଇ ପାରିବେ। ଠିକ୍ ଅଛି। ଆପଣ ନିଜ ଷ୍ଟୋରିରେ ମଧ୍ୟ ସେୟାର କରିପାରିବେ। କାହିଁକି କହିଲେ ଦେଖନ୍ତୁ, ନଲେଜ୍ ସେୟାର କରନ୍ତୁ, ମୋଟିଭେସନ୍ ଭିଡ଼ିଓ ସେୟାର କରନ୍ତୁ, ଏସବୁ ମାଧ୍ୟମରେ ଆପଣ ଭଲ ଅନଲାଇନ୍ ଅର୍ନିଂ କରିପାରିବେ। ଠିକ୍ ଅଛି। ଆପଣଙ୍କ ମନରେ ଏହା ବି ପ୍ରଶ୍ନ ଆସୁଥିବ କାହିଁକି ଇମ୍ପୋର୍ଟାଣ୍ଟ। ଏହା ଆପଣଙ୍କ ପର୍ସନାଲ ବ୍ରାଣ୍ଡ ବିଲ୍ଡ କରିପାରେ। ଠିକ୍ ଅଛି। ଆପଣଙ୍କୁ ଫଲୋଅର୍ସ ବି ଦେଇପାରେ। ଇନକମ୍ କେମିତି ହେବ? ଦେଖନ୍ତୁ, ଯେତେବେଳେ ଆପଣଙ୍କ ଫଲୋଅର୍ସ ବି ବଢ଼ିବ, ବ୍ରାଣ୍ଡ ପ୍ରମୋସନ୍ ହେବ, ଆପଣ ଆଫିଲିଏଟ୍ ମାର୍କେଟିଂ କରିପାରିବେ, କୋର୍ସ ସେଲିଂ ମଧ୍ୟ ଏଠି କରିପାରିବେ। ଠିକ୍ ଅଛି। ତା ସହିତ ଆପଣ କ'ଣ କରିବେ ନା ଅନଲାଇନ୍ରେ ମୋବାଇଲରେ ଏହା ପସିବଲ୍ ନିଶ୍ଚୟ ଅଟେ। ଠିକ୍ ଅଛି। କିନ୍ତୁ ଆଉ ଗୋଟେ ଜିନିଷ ରହିଲା ସ୍କିଲ୍, ଯେଉଁଠି ମୁଁ 5ଟି କହିଲି। ସେଟା ଫାର୍ଷ୍ଟ କଲା କଣ୍ଟେଣ୍ଟ କ୍ରିଏସନ୍, ସେକେଣ୍ଡ ହେଲା ଭିଡ଼ିଓ ଏଡ଼ିଟିଂ। ଆପଣ ଭିଡ଼ିଓ ତିଆରି କରୁଛନ୍ତି ତାହେଲେ ଏଡ଼ିଟିଂ ଆସିବା ନିହାତି ଦରକାର, କାରଣ ଏଡ଼ିଟ୍ ନ କଲେ କୌଣସି ଭିଡ଼ିଓ ଶୋ କରେନି। କିଛି ଅଳ୍ପ ବହୁତ ବି ଏଡ଼ିଟ୍ ନିହାତି କରିବାକୁ ପଡ଼ିବ। ତାହେଲେ ଆପଣଙ୍କ ପାଖରେ ଲ୍ୟାପଟପ୍ ନାହିଁ କି ସିଷ୍ଟମ୍ ନାହିଁ, ତାହେଲେ ଆପଣ କରିବେ କେମିତି ଏଡ଼ିଟ୍। ମୋବାଇଲରେ ଆମର ବହୁତ ପ୍ରକାର ଆପ୍ସ ଗୁଡ଼ା ବାହାରିଗଲାଣି, ଯେପରି କ୍ୟାପକଟ୍ ହେଲା, ଇନସର୍ଟ ହେଲା, ଭିଏନ୍ ଏଡ଼ିଟର ହେଲା। ତ ଯେଉଁଥିରେ କି ଆପଣ ନିଜ ଭିଡ଼ିଓ ଏଡ଼ିଟ୍ କରିପାରିବେ। ଠିକ୍ ଅଛି। ସେମିତି କିଛି ମ୍ୟାଣ୍ଡେଟରୀ ନୁହେଁ ଲ୍ୟାପଟପ୍ କି ଆପଣ କମ୍ପ୍ୟୁଟର ନାହିଁ। ଆପଣ ଶିଖିପାରିବେ କଟ୍ ଆଣ୍ଡ ଟ୍ରିମ୍, ଟେକ୍ସଟ ଆଡ୍ ଶିଖିପାରିବେ, ମ୍ୟୁଜିକ୍ ଆଡ୍ ଶିଖିପାରିବେ, ଟ୍ରେଣ୍ଡିଂ ଇଫେକ୍ଟସ୍ ମଧ୍ୟ ଆପଣ ଶିଖିପାରିବେ, ଯେଉଁଥିରେ କି ଇନକମ୍ କରିପାରିବେ। ଫ୍ରିଲାନ୍ସିଂ ଆପଣ ଅଦର୍ସ ଭିଡ଼ିଓ ଏଡ଼ିଟ୍ କରିକି ମଧ୍ୟ ଆପଣ ଅର୍ନିଂ କରିପାରିବେ। ଠିକ୍ ଅଛି। ଏଡ଼ିଟିଂ ସ୍କିଲ୍ ହେଉଛି ହାଇ ଡିମାଣ୍ଡ ସ୍କିଲ୍। କାହିଁକି କହିଲେ, କଣ୍ଟେଣ୍ଟ କରିବେ ତା ସହିତ ଏଡ଼ିଟ୍ ମଧ୍ୟ କରିବା ନେସେସାରୀ। ଆଉ ଗୋଟେ ଜିନିଷ ହେଲା କି ଦେଖନ୍ତୁ, ଆମେ ଗୋଟେ ଭିଡ଼ିଓ କରିବା, ତାର କ'ଣ କ୍ୟାପସନ୍ ଦେବା, ହୁକ୍ ଦେବା, କିପରି ରାଇଟିଂରେ କ୍ୟାପସନ୍ କ'ଣ ଲେଖିବା, ହ୍ୟାଶଟ୍ୟାଗ୍ କ'ଣ ଦେବା, ହୁକ୍ ଦେଲେ କେମିତି ଲୋକ ଆଟ୍ରାକ୍ଟିଭ୍ ହୁଏ, ଏଇସବୁ ଜିନିଷ ମଧ୍ୟ ଆମେ ଧ୍ୟାନ ଦେବାକୁ ପଡ଼ିବ। କାରଣ ଆପଣ ବି ଏଠି ଶିଖିପାରିବେ କିଛି କ୍ୟାପସନ୍ସ କ'ଣ, ଇମୋସନାଲ୍ ଷ୍ଟୋରି ଟେଲିଂ କ'ଣ, ସେଲ୍ସ ରାଇଟିଂ କ'ଣ। ଏଗୁଡ଼ାକ ଯଦି ଆପଣ ଶିଖିବେନି ତାହେଲେ ଆପଣ କଣ୍ଟେଣ୍ଟ କ୍ରିଏସନ୍ କରିପାରିବେନି। ଫର୍ ଏକ୍ଜାମ୍ପଲ୍ 199ରେ ଲାଇଫ୍ ଚେଞ୍ଜ, ଏହା କ'ଣ କହିଲେ କ୍ୟୁରିଓସିଟି କ୍ରିଏଟ୍ କରିକି ନାହିଁ କୁହନ୍ତୁ। 199ରେ ଲାଇଫ୍ ଚେଞ୍ଜ, ଇନକମ୍, କଣ୍ଟେଣ୍ଟ ରାଇଟିଂ, ଆଫିଲିଏଟ୍ ସେଲ୍ସ, କୋର୍ସ ପ୍ରମୋସନ୍, ଏହା ହିଡେନ୍ ବଟ୍ ପାୱାରଫୁଲ୍ ସ୍କିଲ୍। ଏଗୁଡ଼ା ସବୁ ଜିନିଷ ଲୁଚିଥାଏ କିନ୍ତୁ ଲୋକ ସାମନାକୁ ଆସେନି, କିନ୍ତୁ ଏଇଟା ବହୁତ ହିଁ ପାୱାରଫୁଲ୍ ସ୍କିଲ୍। ଡିଜିଟାଲ ମାର୍କେଟିଂରେ ସ୍କିଲ୍ ଅଛି, ଠିକ୍ ଅଛି, କିନ୍ତୁ ସେଲ୍ସ କେମିତି ହେବ ଏଇ ଜିନିଷଟା ବି ଆପଣ ଜାଣିବା ନିହାତି ଦରକାର। ଏଠି ଆମେ ଡିଜିଟାଲ ମାର୍କେଟିଂ ଉପରେ ଜାଣିବା। ଫାର୍ଷ୍ଟ ଜିନିଷ ହେଲା ଆପଣ ଶିଖିପାରିବେ ଇନଷ୍ଟାଗ୍ରାମ ଗ୍ରୋଥ୍, ଅଡ଼ିଏନ୍ସ ଟାର୍ଗେଟ୍ କେମିତି କରିବେ, ଆଉ ସେଲ୍ସ ଫନଲ୍ ବେସିସ୍ କେମିତି ଆପଣ ତିଆରି କରିବେ। ଠିକ୍ ଅଛି। ଯଦି ଏହି 3ଟି ପଏଣ୍ଟକୁ ଆପଣ ଧ୍ୟାନ ଦିଅନ୍ତି ତାହେଲେ ଅଟୋମେଟିକ୍ ଆପଣଙ୍କ ରେଜଲ୍ଟ ଭଲ ଆସିବ। ତା ସହିତ ଭଲ ଫଲୋଅର୍ସ ମଧ୍ୟ ବଢ଼ିବେ, ଇନକମ୍ ଭଲ ହେଲେ ପ୍ରଡ଼କ୍ଟ ସେଲିଂ ମଧ୍ୟ ହେବ, ତା ସହିତ ଆଫିଲିଏଟ୍ ଇନକମ୍ ବି ମଧ୍ୟ ବହୁତ ଭଲ ହେବ। ୱିଦାଉଟ୍ ମାର୍କେଟିଂ ଅର୍ନିଂ ପସିବଲ୍ ନୁହେଁ। କିନ୍ତୁ ଆପଣ ଆଉ ଗୋଟେ ଜିନିଷ ସ୍କିଲ୍ ଜାଣିଛନ୍ତି, ଗ୍ରାଫିକ୍ ଡିଜାଇନ୍, ଯେଉଁଥିରେ କି ୟୁଟ୍ୟୁବ୍ ଥମ୍ବନେଲ୍, ପୋଷ୍ଟର, ରିଲ୍ସ କଭର ସବୁ ଡିଜାଇନ୍ କରାଯାଏ। ଏଠି ମୋବାଇଲ ଆପ୍ସରେ ଆପଣ ଆରାମସେ କରିପାରିବେ। ଦେଖନ୍ତୁ, ଯାହାର ସିଷ୍ଟମ୍ ଅଛି ସେ ତ କରିବେ କାନଭାଟା। ମୋବାଇଲ ସିଷ୍ଟମ୍ ଯେତେବେଳେ କରିବେ ତାର ଫଙ୍କସନ୍ ବହୁତ ଭଲ ଦେଇଥାଏ, ଅଧିକ ଦିଏ।
କିନ୍ତୁ ଯେହେତୁ ଆମେ ନର୍ମାଲ୍ ମୋବାଇଲରେ ଆମେ କାନଭାରେ ଆମେ ସବୁ ବନେଇଥାଉ ଥମ୍ବନେଲ୍ ହେଲା ୟୁଟ୍ୟୁବ୍ ପୋଷ୍ଟ ରିଲ୍ସ କଭର, ତ ସେମାନେ କ'ଣ କରୁ ତାଙ୍କର ଟାଇଟେରିଆଲରେ ସେ ବନେଇ ଦିଅନ୍ତି। ଓକେ, ତ ମେନ୍ ଜିନିଷ ରହିଲା ଆପଣ ଏଇଠି ଇନକମ୍ କରିବେ କ'ଣ ଫ୍ରିଲାନ୍ସିଂ ଡିଜାଇନ୍ କରିକି, ବିଜନେସକୁ ପ୍ରମୋସନ୍ କରିକି। ସିମ୍ପଲ୍ ସ୍କିଲ୍ ଫୋର୍ ବହୁତ ହିଁ ଡିମାଣ୍ଡିଂ। ଠିକ୍ ଅଛି। ଆଉ ଗୋଟେ କ୍ୱେଶ୍ଚିନ୍ ରହିଲା ଆପଣଙ୍କୁ ଯେ କେଉଁ ସ୍କିଲ୍ ଷ୍ଟାର୍ଟ କରିବେ ଆପଣ? ମନରେ ସବୁବେଳେ ପ୍ରଶ୍ନ ଆସୁଛି ଆମେ କେଉଁ ସ୍କିଲ୍ ଷ୍ଟାର୍ଟ କରିବା? ମୋ ସଜେସନ୍ ଦେବ ଫାର୍ଷ୍ଟ କଣ୍ଟେଣ୍ଟ କ୍ରିଏସନ୍ କରନ୍ତୁ, ଦେନ୍ ଭିଡ଼ିଓ ଏଡ଼ିଟିଂ ଆପଣ କରିବେ, ଦେନ୍ ମାର୍କେଟିଂ କରନ୍ତୁ। କାହିଁକି କହିଲେ ଦେଖନ୍ତୁ, ଷ୍ଟେପ୍ ବାଇ ଷ୍ଟେପ୍ ଯଦି ଆପଣ ଶିଖନ୍ତି ନା, ଯେକୌଣସି ପ୍ଲାଟଫର୍ମ ଆପଣ ବହୁତ ଭଲ ଗ୍ରୋଥ୍ କରିପାରିବେ। ସବୁ ଗୋଟିଏ ଥରକେ ଶିଖିଯାଆନ୍ତି, କିନ୍ତୁ କନସିଷ୍ଟେନ୍ସି ରହିବାକୁ ପଡ଼େ ପ୍ରତିଦିନ କିଛି କିଛିଟା ଶିଖିବା ପାଇଁ। କନସିଷ୍ଟେନ୍ସି ଇଜ୍ ଦ କି ଅଫ୍ ସକ୍ସେସ୍। ଆପଣ ଜାଣିଛନ୍ତି କି ନାହିଁ? ତ ଆପଣ ଯଦି ସିରିୟସଲି ଶିଖିବା ପାଇଁ ଚାହୁଁଛନ୍ତି, ଦେଖିବା ପାଇଁ ଚାହୁଁଛନ୍ତି, ତାହେଲେ କମେଣ୍ଟରେ ଷ୍ଟାର୍ଟ ଲେଖନ୍ତୁ ଏବଂ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ। ବହୁତ ମାତ୍ରାରେ ଲୋକଙ୍କ ପାଖରେ ପହଞ୍ଚୁ, ଯେଉଁଥିରେ ସେମାନେ ଘରେ ବସି କିଛି ରୋଜଗାର କରିବା ପାଇଁ ଚାହୁଁଛନ୍ତି। ଯଦି ଆପଣ ବି ଯଦି କମେଣ୍ଟରେ ଷ୍ଟାର୍ଟ ଲେଖିଲେ ମୁଁ ଆପଣଙ୍କୁ ପର୍ସନାଲ୍ ଗାଇଡ଼ କରିବି। ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ ମଧ୍ୟ କରିଦିଅନ୍ତୁ। ଚାଲନ୍ତୁ ଆମେ ସମସ୍ତେ ମିଶିକି ଗ୍ରୋ କରିବା। ଥ୍ୟାଙ୍କ ୟୁ।